करुणामयी माँ परम प्रभु श्री अरविंद सावित्री महाकाव्य ऑनलाइन पाठचक्र रे उपस्थित सबु दिव्य अभिषु मानू मोर शुभेच्छा और प्रणाम। आरंभ करिबा आजिर सावित्री पाठ। बुक 1 द बुक ऑफ बिगिनिंग्स कैंटो 1 द सिंबल डन पेज नंबर 5 रो 13 नंबर लाइन। आमे पूर्वरु पढ़ी थिले अनवांटेड फेडिंग फ्रॉम द मोर्टल्स रेंज। सही दिव्य प्रकाश नश्वर लोकरे अवांछित होई मलिन होई निशेष और विलीन होई गला। यहाँ पर आसवा 13 नंबर लाइन को जहाँ आज आम आलोचना करिबा। ए सैक्रेड yearning lingered in its trace। yearning आकुल प्रार्थना, लिंगर दीर्घकाल रहिबा, ट्रेस पाद चिन्ह। सही दिव्य प्रकाश जदिओ अपसरी जाइछि किंतु तार पाद चिन्ह छाड़ी जाइछि। देवी आसीथिले किंतु छाड़ी देई गले संतकटिए। दिव्य प्रकाशर पाद चिन्ह रे एक पवित्र आकृति दीर्घकाल पाई रहीगला। जेमिति आमे शुणी थाउ कर्पूर उड़ी जाइछि कना पड़ी रहिछि भली कथा। आजिर सकाळ ओ काली को आसीबाकु थिबा सकाळ भितरे जदिओ समय व्यवधान निर्दिष्ट किंतु कथारे अछि बेंग कहे बेंगुलिलो मही क्षण क्षण के आन। आसंता काली आम पाई कौन नहीं आसीबो ताहा आमको अजଣା किंतु आम पाखरे घटिथिबा घटनाटी से सुखद हेउ बा दुखद हेउ तार छापटिए आम मनरे रही जाउछि। The worship of a presence and a power। worship आराधना, पूजा, प्रेजेंस उपस्थिति, दिव्य प्रकाश अपसरी गला छाड़ी देई गला दिव्य स्मृति। ता सहित आउ कौन रहीगला दिव्य एक अति शुद्ध महान सानिध्य तथा महाशक्तिर पूजा आराधना। पूर्वरु पढ़िथिले पवनर साई साई शब्द मंत्र भली लागुथिला। पर्वत गुड़िक पूजा बेदी और फूल भर्ती गच्छ निजर प्रार्थना जणाउथिले। टू परफेक्ट टू बी हेल्ड बाय डेथ बाउंड हार्ट्स। किंतु सेई दिव्य सानिध्य दिव्य अनुभूति को आमे धरी रखी पारु नाही। आमे जदि कौनसी पूजा स्थली को जाई थाउ जेतेबेले से स्थानर स्मरण आसे सेठी उपस्थित होईगला परी लागे। आम भितर अनेकंकर श्री अरविंदक रिलीफ सेंटर गुड़िकरे पहुँची समाधि रे प्रणाम करिवार अनुभूति तो निश्चित अच्छी। से अनुभूति को मध्य आमे अन्य समय रे अनुभव करि पारु नाही कारण आम नश्वर हृदय राजीर ताहा धारणातीत।
ଏଇଠି ସୁନ୍ଦର କବିତାଟିଏ ମନକୁ ଆସୁଛି। ଚେତନାରେ ତୁମେ ଆସ ଯେବେ ଉଇଁ ଫୁଟାଇ ଆତ୍ମାର ଟିକି ନୀଳ କଇଁ ମୁଁ ଏକ ଚକର ଝୁରେ ତୁମ ପାଇଁ ନୟନ ଝରାଇ ନୟନ ଝରାଇ ନୀଳ ଆକାଶର ଜହ୍ନ ତୁମେ ଗୋ ମୁଁ ଯେ ଏକ ଜଳାଧାର ତୁମ ସୁମଧୁର ଛବି ସାଇତିଛି ମୁଗ୍ଧ ହୃଦୟ ମୋର। ଯଦି ସମସ୍ତେ ସେଇ ଦିବ୍ୟ ସାନ୍ନିଧ୍ୟ ଧରି ରଖିପାରନ୍ତେ ତେବେ ପୃଥିବୀ ପୃଷ୍ଠରୁ ଈର୍ଷା ହିଂସା ପରଶ୍ରୀକାତ୍ରତା ସବୁ କେବେଠାରୁ ବିଦାୟ ନେଇ ସାରନ୍ତାଣି। ଶ୍ରୀମାଙ୍କର ଏକ ବାଣୀ ମୁଁ ପଢ଼ିଥିଲି, ମୋର ଯାହା ମନେ ପଡ଼ୁଛି। ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟର ଅନ୍ୟମାନଙ୍କୁ ସଂକ୍ରମଣ କରିବାର କ୍ଷମତା ଥାଏ। ତ ଆମ ସମସ୍ତଙ୍କର ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ପୃଥିବୀର ଅନ୍ୟମାନଙ୍କୁ ସଂକ୍ରମିତ କରିସାରନ୍ତାଣି, କିନ୍ତୁ ସେପରି ହେଉନାହିଁ। The prescience of a marvelous birth to come. ପ୍ରିସାଇନ୍ସ ପୂର୍ବାଭାସ, ମାର୍ଭେଲସ୍ ଚମତ୍କାର। ଯେଉଁ ଦେବୀ ଆସିଥିଲେ ସେ ଫେରିଗଲେ, କିନ୍ତୁ ଛାଡ଼ି ଦେଇଗଲେ ପଦଚିହ୍ନ ଏବଂ ଦେଇଗଲେ ଏକ ପୂର୍ବାଭାସ। କ'ଣ ସେ ପୂର୍ବାଭାସ? ଏହାପରେ ଆଉ ଏକ ଚମତ୍କାର ଜନ୍ମ ଆସୁଛି। ମଣିଷର ସୀମିତତା ଓ ଅପୂର୍ଣ୍ଣତାର ପରିବର୍ତ୍ତନ ହୋଇ ପୂର୍ଣ୍ଣତା ଆସିବ। Only a little the God light can stay. God light ଚିନ୍ମୟୀ ଜ୍ୟୋତି। ଚିନ୍ମୟୀ ଜ୍ୟୋତି କେବଳ କ୍ଷଣେ ମାତ୍ର ରହିପାରେ। ଆମେ ମା ବହିରେ ପଢ଼ିଛେ, ତୁମର ଆଧାରର ଗୋଟିଏ ପାଖରେ ବା ଗୋଟିଏ ଅଂଶରେ ଯଦି ତୁମେ ସତ୍ୟ ଆଡ଼କୁ ଖୋଲି ଧର, ଅନ୍ୟ ଦିଗରେ ସର୍ବଦା ହିଁ ବିରୋଧୀ ଶକ୍ତି ନିମିତ୍ତ ଦ୍ୱାର ଉନ୍ମୁକ୍ତ ରଖ, ତେବେ ଭଗବତ୍ କରୁଣା ତୁମ ସହିତ ସ୍ଥାୟୀ ହୋଇ ରହିବ। ଏହି ଆଶା କରିବା ବୃଥା। ଭଗବାନଙ୍କୁ ଯଦି ଜାଗ୍ରତ ଭାବରେ ସ୍ଥାପନ କରିବାକୁ ଚାହଁ, ତେବେ ମନ୍ଦିରଟିକୁ ତୁମେ ଶୁଦ୍ଧ ରଖିବାକୁ ହେବ। କିନ୍ତୁ ଏହା ଏପର୍ଯ୍ୟନ୍ତ ଆମ ଦ୍ୱାରା ସମ୍ଭବ ହୋଇନାହିଁ। ସ୍ପିରିଚୁଆଲ ବିଉଟି ଇଲୁମାଇନିଂ ହ୍ୟୁମାନ ସାଇଟ୍। ସ୍ପିରିଚୁଆଲ ବିଉଟି ଅଧ୍ୟାତ୍ମ ସୁଷମା, ଇଲୁମାଇନ୍ ଆଲୋକିତ କରିବା, ଇଲୁମାଇନିଂ ପ୍ରଦୀପ୍ତ କରି, ଅଧ୍ୟାତ୍ମ ସୁଷମା ବା ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ କ'ଣ? ବିନମ୍ରତା, ନିସ୍ୱାର୍ଥପରତା, ଯେତେ ଦିବ୍ୟ ଗୁଣ ଆମେ ଭାଗବତରେ ପଢ଼ିଥିଲେ। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଯେଉଁ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ବା ଅଧ୍ୟାତ୍ମ ସୁଷମା ଆମେ ମନୁଷ୍ୟମାନେ ଜନ୍ମରୁ ପାଇଛେ, ଯାହା ମଣିଷକୁ ଦିବ୍ୟ ସତ୍ତାର ଅଧିକାରୀ କରିବାର କ୍ଷମତା ରଖିଛି, ତା'ର ଆଧ୍ୟାତ୍ମିକ ଦୃଷ୍ଟିକୁ ଉନ୍ମିଳିତ କରୁଛି। ଲାଇନ୍ସ with its passion and mystery matters mask.
ମ୍ୟାଟର୍ସ ମାସ୍କ ଜଡ଼ର ଛଦ୍ମାବରଣ, ପାସିଅନ୍ ଆବେଗ, ମିଷ୍ଟ୍ରି ରହସ୍ୟ। ଜଡ଼ର ଛଦ୍ମାବରଣ ତଳେ ତାର ରହସ୍ୟ ଓ ଆବେଗର ଚିହ୍ନ ଆଙ୍କିଦିଏ। କିଏ ଆଙ୍କିଦିଏ ସେଇ ଚିହ୍ନ? ଚିନ୍ମୟୀ ଜ୍ୟୋତି ବା ଦିବ୍ୟ ପ୍ରକାଶ, ଯାହା ଆସିଥିଲା ଅପସରି ଯାଇଛି, କିନ୍ତୁ ଯିବା ପୂର୍ବରୁ ଏହିସବୁ କାର୍ଯ୍ୟ ସେ କରିସାରିଛି। ଜଡ଼ ରୂପରେ ଆମେ ଯାହା କିଛି ଦେଖୁଛେ ସବୁ ଭଗବାନଙ୍କ ଅପ୍ରକଟ ଅବସ୍ଥା। ଆମେ ଯଦି ଦେଖିବା ପ୍ରତ୍ୟେକ ଗଛର ମଞ୍ଜି ଭିତରେ ସମୁଦାୟ ଗଛଟି ଭ୍ରୂଣ ଅବସ୍ଥାରେ ନିଶ୍ଚେତନା ମଧ୍ୟରେ ରହିଛି। ସମସ୍ତେ ପ୍ରାୟ ଆମେ ବର ମଞ୍ଜି ଦେଖିଛେ, ସୋରିଷ ଠାରୁ ମଧ୍ୟ ସାନ, କିନ୍ତୁ ସେଇ ମଞ୍ଜି ଭିତରେ ଅପ୍ରକଟ ଅବସ୍ଥାରେ ବିରାଟ ବରଗଛଟିର ପରିକଳ୍ପନା ଆମେ କରିପାରୁନେ, କିନ୍ତୁ ଯେତେବେଳେ ବରଗଛଟିକୁ ଦେଖୁଛେ ତାହା ଅନୁଭବ କରିବାକୁ ସମର୍ଥ ହେଉଛେ। And squanders eternity on a bit of time. Bit of time କାଳର ଏକ ସ୍ପନ୍ଦନ, କ୍ଷଣକରେ। ସ୍କ୍ୱାଣ୍ଡର ଅଜାଡ଼ି ଦେବା, ଇଟର୍ନିଟି ଶାଶ୍ୱତ। ପ୍ରତି କ୍ଷଣରେ ଆମେ ଭଗବାନଙ୍କର ଶାଶ୍ୱତ ବୈଭବର ସଂସ୍ପର୍ଶରେ ଆସୁଛେ। ଭଗବାନ ଆମ ସମସ୍ତଙ୍କ ପାଖରେ ତାହାକୁ ଉନ୍ମୁକ୍ତ କରିଛନ୍ତି, ଆମକୁ ସକଳ ସମ୍ପଦ ଦାନ କରିଛନ୍ତି। ଆମ ଗୋଚରରେ ହେଉ ବା ଅଗୋଚରରେ ହେଉ, ଆମ ପାଇଁ ଭଗବାନଙ୍କର ଅଦେୟ ବୋଲି କିଛି ନାହିଁ, କିନ୍ତୁ ଆମେ ସେଗୁଡ଼ିକୁ ଆମ ଗ୍ରହଣଶୀଳତା ଅନୁଯାୟୀ ବ୍ୟବହାର କରିପାରୁଛୁ। ଛୋଟ ଉଦାହରଣଟିଏ ନେବା, ଆମ ସମସ୍ତଙ୍କ ହାତରେ ବର୍ତ୍ତମାନ ସ୍ମାର୍ଟଫୋନ୍, କିନ୍ତୁ ସ୍ମାର୍ଟଫୋନ୍ର ଆପ୍ଲିକେସନ୍ ଆମେ କେତେ ଶିଖିଛୁ? ଯେତିକି ଆଗ୍ରହ କରୁଛୁ ଶିଖୁଛୁ, ନହେଲେ ବହୁତ ଗୁଡ଼ିଏ ଜିନିଷ ଏବେ ବି ଆମକୁ ଅଜଣା, କିନ୍ତୁ ସବୁ ଆମ ପାଖରେ ରହିଛି। As when a soul near the seal of birth. seal of birth ଜନ୍ମର ଦ୍ୱାର। ଆତ୍ମା ଜନ୍ମର ଦ୍ୱାର ନିକଟରେ ପ୍ରବେଶ କଲାବେଳେ, ଅର୍ଥାତ୍ ଯେତେବେଳେ ସେ ନବଜନ୍ମ ନେବା ଲାଗି ପ୍ରସ୍ତୁତ ହୁଏ, adjourning mortal time to timelessness. mortal time ଇହକାଳ, timelessness କାଳାତୀତ, adjoining ସନ୍ଧିସ୍ଥଳରେ। ଇହକାଳ ଓ କାଳାତୀତର ସନ୍ଧିସ୍ଥଳକୁ ଅତିକ୍ରମ କରି ଆତ୍ମାଟି ମନ, ପ୍ରାଣ ଓ ପରିବର୍ତ୍ତିତ ଶରୀର ନେଇ ଆସିଥାଏ ଏବଂ ନବଜନ୍ମ ପାଇଥାଏ। A spark of deity lost in matter's script. spark of deity ଦିବ୍ୟ ସ୍ଫୁଲିଙ୍ଗ, ମ୍ୟାଟର୍ସ ସ୍କ୍ରିପ୍ଟ ଜଡ଼ର ଅତଳ ଗହ୍ୱର। ଜଡ଼ ଚେତନା ମଧ୍ୟରେ ଦିବ୍ୟ ସ୍ଫୁଲିଙ୍ଗ ଯେପରି କେଉଁଆଡ଼େ ହଜିଯାଏ। ଆତ୍ମାଟି ଶରୀର ଭିତରେ ରହିଥିଲେ ମଧ୍ୟ ତାର ସ୍ୱରୂପକୁ ଅନୁଭବ କରିହୁଏ ନାହିଁ। Its luster vanishes in the inconscient planes. luster ଜ୍ୟୋତି, ଭ୍ୟାନିସ୍ ବିଲୁପ୍ତ ହେବା, ଇନକନସିଏଣ୍ଟ ନିଶ୍ଚେତନା
ବା ଅଚେତନ। ତ ଆତ୍ମାଟି ତାର ଜ୍ୟୋତି ହରେଇ ଅଚେତନ ଲୋକ ସକଳରେ ବିଲୁପ୍ତ ହୋଇଯାଏ। ସାଧାରଣ ଆଲୋକ ସେଇ ଅଚେତନ ଲୋକକୁ ସହଜରେ ପ୍ରବେଶ କରିପାରେ ନାହିଁ। ଅର୍ଥାତ୍ ଯେଉଁ ଦିବ୍ୟ ପ୍ରକାଶ ଆସିଥିଲା ନିଜର ସତ୍ତା ହରେଇ ଦେଇ ଅଚେତନ ଲୋକ ସକଳରେ ନିଜକୁ ହଜାଇ ଦିଏ। ସହଜରେ ଆତ୍ମଜ୍ୟୋତିକୁ ଜାଗ୍ରତ କରିବା ସମ୍ଭବପର ହୁଏ ନାହିଁ। ବନ୍ଦେ ମାତରମ୍। ଆଜି ପାଇଁ ଏତିକି।